ସକାଳୁ ଘର କାମ ସାରି ଠାକୁର ପୂଜା କରିବା ପାଇଁ ଆସିଲି। ଠାକୁର ପୂଜା ସାରି ଦେଇ ମନ୍ଦିର ଟିକେ ଯାଇଥିଲି। ତ ଭିଡ଼ିଓ ବନେଇ ପାରିନଥିଲି ମନ୍ଦିରର, ତ ଘରେ ହିଁ ବନେଇ ଦେଇଥିଲି ଯାହା, ସେଇଟା ଆପଣଙ୍କ ସହିତ ସେୟାର କରିଦେଲି। ବହୁତ ଜୋରରେ ଭୋକ ହେଇଥିଲା ତ ରୁଟି କଦଳୀ ଗୁଡ଼ ଖାଇ ନେଇଥିଲି। ତାପରେ ଟିକେ ଲୁଗା ସଫା କରିଲି। ତାପରେ ଟିକେ ପପାୟା ଥିଲା ତ ପପାୟାକୁ ଖୋଲିକି ରଖିଲି, କାହିଁକିନା ଥଣ୍ଡା ହେଇଛି, ଥଣ୍ଡା ଖାଇ ହେବନି। ତା ଭିତରେ ମୁଁ ଭାବିଲି କି ଟିକେ ଶାଗ ବାଛିଦିଏ। ପିଡ଼ିଙ୍ଗ ଶାଗ ବାଛି ଦେଉଥିଲି। ପିଡ଼ିଙ୍ଗ ଶାଗ ବାଛି ସାରିବା ପରେ ପପାୟା ଟିକେ କାଟିଲି। ପପାୟା ମା ଝିଅ ଆମେ ଖାଇଲୁ। ତାପରେ ରୋଷେଇରେ ଲାଗିଲି। ତ ରୋଷେଇରେ ଆଜି କ'ଣ କରିଛି ସେଇଟା ମୁଁ ଆପଣଙ୍କ ସହିତ ସେୟାର କରିନାହିଁ। ତ ରୋଷେଇରେ ଆଜି ପିଡ଼ିଙ୍ଗ ଶାଗ ବଢ଼ା ଏମିତି ହିଁ ସବୁ ହେବ। ତାପରେ ସନ୍ଧ୍ୟାରେ ଭିଡ଼ିଓ କରିବା ପାଇଁ ଆସିଲି। ସନ୍ଧ୍ୟାରେ ଆଜି ସନ୍ଧ୍ୟା ଦେବା ପାଇଁ ଆସିଲିନି, ସନ୍ଧ୍ୟା ଦେଇ ସାରିଲିଣି। ତାପରେ ଟିକେ ଝୁଣା ଦେଉଛି ଠାକୁରଙ୍କ ମାନେ ପାଖରେ। ତ ସବୁବେଳେ ଝୁଣା ଦେଲେ ଘର ପ୍ରାୟ ଭଲ ଲାଗେ। ସେଦିନ ଝୁଣା ଟିକେ ଲଗାଇଥାଏ। ତ ବିଶେଷ କରିକି ମଙ୍ଗଳବାର ଆଉ ଶନିବାରଟା ଦେଇଥାଏ। ଆଉ ହଜବେଣ୍ଡ ଯାଇଥିଲେ ମାର୍କେଟ, ତ ସଉଦା ଟିକେ ନେଇକି ଆସିଥିଲେ। ତାପରେ ମୁଁ ରାତିରେ ଆଜି ବନ୍ଧାକୋବି ଘାଣ୍ଟ ବନେଇବି ଆଉ ରୁଟି। ତ ପୁରା ସିମ୍ପଲ୍, ତ ରାତିର ଖାଇବା ଏମିତି ହିଁ ସମସ୍ତଙ୍କର ଥାଏ। ତ ଆପଣମାନଙ୍କୁ ଆମର ଭିଡ଼ିଓଟା କେମିତି ଲାଗିଲା ନିହାତି କମେଣ୍ଟ